ପିଲାମାନେ, ମୁଁ ତମମାନଙ୍କର ପ୍ରିୟ ସୁଦୀପ୍ତ ସାର୍। ଆଜି ତମମାନଙ୍କ ପାଇଁ ଗୋଟେ ଖୁସି ଖବର କି ଯେଉଁମାନେ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ନବମ ଶ୍ରେଣୀରେ ପ୍ରବେଶ କରିଛ ବା ଯେଉଁମାନେ ନବମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଦଶମ ଶ୍ରେଣୀରେ ପ୍ରବେଶ କରିଛ, ସେମାନଙ୍କ ପାଇଁ ସବୁଠୁ ଖୁସିର କଥା ହେଉଛି ଯେ ତୁମେମାନେ ଯାହା ପୂର୍ବରୁ କରିଥିଲ ସେଇ କଥା ସବୁ ଭୁଲିଯାଅ। ଏବେ ତୁମମାନଙ୍କର ପଢିବାର ସମୟ ଆସିଛି, କାରଣ ତୁମମାନଙ୍କର ଦାୟିତ୍ୱ ଆହୁରି ବଢି ଯାଇଛି। ଯୋଉମାନେ ଦଶମ ଶ୍ରେଣୀରେ ପହଞ୍ଚିଗଲ ସେମାନେ ତ ନିଶ୍ଚୟ ଧ୍ୟାନର ସହିତ ସବୁ ବିଷୟକୁ ପଢିବାକୁ ପଡିବ। ପୁଣି ଯେଉଁମାନେ ଅଷ୍ଟମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ନବମ ଶ୍ରେଣୀରେ ପ୍ରବେଶ କରିଛ, ସେମାନଙ୍କ ପାଇଁ ମଧ୍ୟ କିଛି କମ୍ ପରିଶ୍ରମ କରିବାକୁ ପଡିବ ନାହିଁ। ଯାହା ବି ହଉ, ଆଜି ଆମେ ସମସ୍ତଙ୍କର ମନ ଖୁସି ପାଇଁ ଟିକେ ସାହିତ୍ୟ ପଢିବା। ଆମ ସାହିତ୍ୟ ବହିର ନବମ ଶ୍ରେଣୀର ପ୍ରଥମ ବିଷୟ ବନ୍ଦେ ଉତ୍କଳ ଜନନୀ ରହିଛି। ଦଶମ ଶ୍ରେଣୀର ବିଷୟ ମଧ୍ୟ ବନ୍ଦେ ଉତ୍କଳ ଜନନୀ ରହିଛି। ଯେଉଁମାନେ ନବମ ଶ୍ରେଣୀରେ ବନ୍ଦେ ଉତ୍କଳ ଜନନୀ ପଢିଥିଲ ସେମାନଙ୍କ ପାଇଁ ସହଜ ହେବ ଦଶମ ଶ୍ରେଣୀରେ। ତେଣୁ ଏ ବିଷୟଟି ଉଭୟ ନବମ ଓ ଦଶମ ଶ୍ରେଣୀରେ ରହିଛି, କାରଣ ଏହା ହେଉଛି ଆମର ରାଜ୍ୟ ସଙ୍ଗୀତ। ଯାହା ବି ହଉ, ଆଜି ଆମେ ଆଉ ଅଧିକ ଆଲୋଚନା ନକରି ସିଧାସଳଖ ବିଷୟ ଭିତରକୁ ପ୍ରବେଶ କରିବା। କଣ ରହିଛି ତାର ସାରାଂଶ, କଣ ରହିଛି ତାର ଭାବାର୍ଥକୁ ବିସ୍ତୃତ ଭାବରେ ବୁଝିବା ପାଇଁ ପ୍ରୟାସ କରିବା। ତାହେଲେ ଆସ ସମସ୍ତେ ଆଲୋଚନା କରିବା। ବିଷୟ ଆମର କଣ ରହିଛି ନା ବନ୍ଦେ ଉତ୍କଳ ଜନନୀ। ତାହେଲେ ବନ୍ଦେ ଉତ୍କଳ ଜନନୀ ଏ ଯୋଉ କବିତାର କବି କିଏ ନା ଲକ୍ଷ୍ମୀକାନ୍ତ ମହାପାତ୍ର। ତାହେଲେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଜନ୍ମ କେବେ ନା 1888 ମସିହା। ମନେ ରଖିବା ପାଇଁ ସହଜ, 1, 3, 8 ମନେ ରଖିଦବ ସମସ୍ତେ। 1888 ଏବଂ ସେ କେବେ ମୃତ୍ୟୁବରଣ କରିଥିଲେ ନା 1953 ମସିହାରେ। କେବେ ମୃତ୍ୟୁବରଣ କରିଥିଲେ? 1953 ମସିହାରେ। ଯେଉଁମାନେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛ ପିଲାମାନେ, ତୁମମାନଙ୍କ ଅନୁରୋଧ ରହିଲା କି ନବମ ଶ୍ରେଣୀରେ ବି ଯାହା ରହିଛି କବି ପରିଚୟ କି ଆମର ଶବ୍ଦାର୍ଥ ଗୁଡ଼ିକୁ ତୁମେ ଭଲ ଭାବରେ ପଢିବା ପାଇଁ ଚେଷ୍ଟା କରିବ, ଯାହା ଦ୍ୱାରା ତୁମର ବୁଝିବା ଶବ୍ଦ ଗୁଡ଼ିକ ଆହୁରି ପ୍ରାଞ୍ଜଳ ହୋଇପାରିବ। ତାହେଲେ ଦେଖିବା ଆମେ କବି ପରିଚୟ କଣ ରହିଛି। ଓଡ଼ିଶାରେ କାନ୍ତ କବି ରୂପେ ଲକ୍ଷ୍ମୀକାନ୍ତ ମହାପାତ୍ର ସୁପରିଚିତ। ଆମେ ସମସ୍ତେ ଜାଣିଛେ ନା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କୋଉ ଉପାଧି ପ୍ରଦାନ କରାଯାଇଛି ନା କାନ୍ତ କବି। ତାହେଲେ ତାଙ୍କର ପୈତୃକ ଗ୍ରାମ ଅର୍ଥାତ୍ ସେ କେଉଁଠି ଜନ୍ମଗ୍ରହଣ କରିଥିଲେ? ସିଏ ଭଦ୍ରକ ନିକଟବର୍ତ୍ତୀ ତାଳପଦା ଗାଁରେ। ଠିକ ଅଛି। ତାଙ୍କ ବାପା ବି ଜଣେ ଜମିଦାର ଥିଲେ। ପୂର୍ବରୁ ଏହା ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଅନ୍ତର୍ଗତ ଥିଲା, ବର୍ତ୍ତମାନ ଭଦ୍ରକ ଜିଲ୍ଲାଭୁକ୍ତ ହୋଇଛି। ତାଙ୍କର ପିତାଙ୍କ ନାମ କଣ ଥିଲା ନା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ଟିକେ ବଡ ନା ପିଲାମାନେ, ଧ୍ୟାନର ସହିତ ମନେ ରଖିବ। କଣ ତାଙ୍କ ପିତାଙ୍କ ନାମ ନା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ତାଙ୍କ ମା ହେଉଛନ୍ତି କିଏ ନା ରାଧାମଣୀ ଦେବୀ। ତାଙ୍କ ମା ସିଏ ଯୋଉ କଣ୍ଟାପଡା ଜମିଦାରଙ୍କର କନ୍ୟା ଥିଲେ। ଯାହା ବି ହଉ, ଲକ୍ଷ୍ମୀକାନ୍ତ ମହାପାତ୍ର ହାଇସ୍କୁଲ ଶିକ୍ଷାକୁ କଟକ ଏବଂ ବାଲେଶ୍ୱର ଠାରେ ସମାପ୍ତ କରିଥିଲେ ଏବଂ ପରେ ପରେ ସେ ତାଙ୍କର ଯୋଉ ଉଚ୍ଚ ଶିକ୍ଷା କଲିକତାର ରିପନ କଲେଜ, ଇଏ ବି ଗୋଟେ ନାମୀ ଦାମୀ କଲେଜ। କଲିକତାର କୋଉ କଲେଜ ନା ରିପନ କଲେଜ ଏବଂ କଟକର ରେଭେନ୍ସା କଲେଜ, ଓଡ଼ିଶାର ସବୁଠାରୁ ପୁରାତନ କଲେଜ ନା ରେଭେନ୍ସା କଲେଜ। ସେଇଠୁ ସେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। କଲିକତାର ରିପନ କଲେଜ ଏବଂ କଟକର ରେଭେନ୍ସା କଲେଜରୁ ସେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା, ଶାରୀରିକ ଅସୁସ୍ଥତା ହେତୁ
से शिक्षा क्षेत्र रे आउ अधिक आगको जाई पारि नथिले। तांकर जी पारिवारिक गुरु थिले बाबाजी रामदास, से तांकर प्रेरणा पाई तांकर प्ररोचना रे से कौन कले ना आउ शिक्षा तो ग्रहण करि पाले नहीं, जहाँ भी हो शिक्षा तांका प्रति बाधा सृष्टि कला। ठीक अछि। तापर से कौन कले ना से आउ शिक्षा तो कले नहीं, संगीत प्रति से रुचि रखिले। जेहेतु से भल भाव गीत गाई पारुथिले, से संगीत प्रति तांकर रुचि थिला। बाबाजी रामदास प्रेरणा रे से संगीत आड़ को मन बळैले, संगीत रे मनोनिवेश कले एवं ता परे परे से ओडिशार जने कालजयी कवि भाव से परिचित हेले। ओडिया साहित्यर बहुविध विभाग रे से लेखनी चालना करचंती। केवल कविता नुहे, गल्प, प्रबंध, उपन्यास सब क्षेत्र रे तांकर महनीयता रही। जदि आमे देखिबा जे तांकर कृति गुड़िक कौन कौन रही, सारस्वत कृति गुड़िक भितर कणा मामू ये हूँ तांकर उपन्यास। उपन्यास कौन थिले ना कणा मामू। आमको मन रखा पड़ो, ये सर्ट क्वेश्चन सब आसो परीक्षा रे। जीवन संगीत, संगीत गुच्छ, अनेक गुड़िए संगीतर समाहार थिला जीवन संगीत। तापर अच्छी तुम देही पद पल्लव मुदारम, ये अनेक गुड़े गल्प रही। देही पद पल्लव मुदारम रे गल्प संकलन। तापरे चटक चंद्रहास चंपू, ये हूँ गोटे कौन ना लालिका। परीक्षा रे प्रश्न आसी कि कविंकर लालिका कौन, चारोटी ऑप्शन भितर देइथिबो चटक चंद्रहास चंपू, तमे ताको चयन करिवो। तापरे तांकर प्रबंध संकलन होउची शरीर माध्यम, शरीर माध्यम, शरीरम आद्यम बा शरीर माध्यम, ये हूँ तांकर प्रबंध संकलन। तांकर गल्प पिले तुम माने तो नवम श्रेणी सब पढ़ीच बुढ़ा शंखारी, बा जो माने अष्टम श्रेणी अच्छो से माने पढ़िबो बुढ़ा शंखारी, अति मनछुआ गल्प। तापरे सबुथिरु वंचित करी केतेबेले DD1 बा DD6 चैनल तुम माने देखिबो कि सबुथिरु वंचित करी ए गीतटा बेले बेले दिए ओडिसार जनमानस रे बेस ओडिसार जनमानस रे कौन ना ये बेस परिचित। एवं 1937 मसीह गोटे डगर पत्रिका प्रकाश पाउथिला। से समय डगर पत्रिकार मध्य मुख्य संपादक बा प्रतिष्ठाता संपादक थिले। सी प्रतिष्ठा करथिले डगर पत्रिका एवं सी निजे प्रतिष्ठाता। आओ सी होचंदी कौन ना संपादना कार्य मध्य से तुलो थिले। ये जो आमे वंदे उत्कल जननी ये जो विषयटी को पढ़िबा, एथिरे जातीयतावादी चेतना एवं देशात्मबोध भावना वर्णित हेछि। वास्तव में कहबाकू गले ये जो जातीयवादी चेतना एवं देशात्मबोध भावनार एक मनछुआ कृति हेउछि वंदे उत्कल जननी। ये वंदे उत्कल जननी गीतटी ओडिशा राज्य सरकार द्वारा 2020 मसीह राज्य संगीतर मान्यता लाभ करिछि। बोधे वर्तमान सुप्रीम कोर्ट आदेश देइछन्ति जे कोनोसी राज्यर आउ राज्य संगीत रहिबो नाही। अवश्य से कथा में विचार को नेबा नाही, संपूर्ण तथ्य मो पाखरे उपलब्ध नाही। तेणु आमे देखिबा विषयटी को जिबा कौन रही ए कवितार सारांश, ए कवितार भावार्थ तुम मानू जदिओ विस्तृत भाव में बुझाइले अधिक समय लगिଯିव। तेणु संक्षेप यार भावार्थ अति सरल भाव में बुझेबार प्रयास करुछि। मोर तो स्वर भल नहीं, तथापि गीतटी को तुम माने सबु सस्वर गान करिवो एवं ए सस्वर माध्यम गान करने द्वारा तुम मानकर आहुरी ए जो
ଏଇଠି ଶବ୍ଦ ଗୁଡ଼ିକ ରହିଛି ସେ ଶବ୍ଦ ଗୁଡ଼ିକ ସୂକ୍ଷ୍ମ ଭାବରେ ତୁମେ ବୁଝିପାରିବ, ମନେ ରଖିପାରିବ। ଦେଖିବା ବିଷୟ ଭିତରକୁ ପ୍ରବେଶ କରିବା। ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ, ଚାରୁହାସମୟୀ ଚାରୁଭାସମୟୀ ଜନନୀ ଜନନୀ ଜନନୀ, ବନ୍ଦେ ଉତ୍କଳ ଜନନୀ। ତାହେଲେ ବନ୍ଦେ ଉତ୍କଳ ଜନନୀ ଏଠାରେ କଣ ନା ଉତ୍କଳ ମାତାର ବନ୍ଦନା କରାଯାଇଛି। ନା କବି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଏଠାରେ କଣ କରୁଛନ୍ତି ନା ଉତ୍କଳ ମାତାର ବନ୍ଦନା କରୁଛନ୍ତି। ସେ ପୂଜନୀୟ ଉତ୍କଳ ମାର ସେ କଣ ନା ସବୁ କିଛି ଶୋଭନୀୟ। କହିବାକୁ ଗଲେ ଉତ୍କଳ ମାର ହସ ସୁନ୍ଦର, ଉତ୍କଳ ମାର ଭାଷା ସୁନ୍ଦର। ତେଣୁ କବି କଣ କହୁଛନ୍ତି ନା କବି କହୁଛନ୍ତି ବନ୍ଦେ ଉତ୍କଳ ଜନନୀ, ସେ ଉତ୍କଳ ମାତାଙ୍କର ବନ୍ଦନା କରିଛନ୍ତି। ଚାରୁ ହାସମୟୀ, ଚାରୁ ଶବ୍ଦର ଅର୍ଥ କଣ ନା ସୁନ୍ଦର। ଯିଏ କଣ ଯାର ହସ ସୁନ୍ଦର, ଯିଏ ହାସମୟୀ, ଚାରୁ ଭାସମୟୀ, ଯାହାର ଭାଷା ମଧ୍ୟ ସୁନ୍ଦର ଅଟେ। ସତରେ ଆମ ଓଡ଼ିଆ ଭାଷା ବହୁତ ସୁନ୍ଦର, ମିଠା ଲାଗିଥାଏ। ଜନନୀ ଜନନୀ ଜନନୀ, ଏଇଭଳି ଭାବରେ ଜନନୀ ଜନନୀ କହି ଉତ୍କଳ ମାର ବାରମ୍ବାର ପଦ ବନ୍ଦନା କରିଛନ୍ତି। ପୁଣି କଣ କହୁଛନ୍ତି ପୂତ ପୟୋଧି ବିଧୌତ ଶରୀରା, ତାଳ ତମାଳ ସୁଶୋଭିତ ତୀରା, ଶୁଭ୍ର ତଟି ନିକୁଳ ଶିଖର ସମୀରା, ଜନନୀ ଜନନୀ ଜନନୀ, ବନ୍ଦେ ଉତ୍କଳ ଜନନୀ। ତାହେଲେ କଣ କହୁଛନ୍ତି ନା ପୂତ ପୟୋଧି ବିଧୌତ ଶରୀରା। ପୂତ ମାନେ କଣ ନା ପବିତ୍ର। ପୟୋଧି, ପୟୋଧି ମାନେ କଣ ନା ସମୁଦ୍ର। ତାହେଲେ ସମୁଦ୍ରର ଯୋଉ ପବିତ୍ର ଜଳଧାରା କଣ କରିଥାଏ ନା ଉତ୍କଳ ମାର ଶରୀରକୁ ଧୋଇ ଦେଇଥାଏ, ଉତ୍କଳ ମାର ଚରଣକୁ ଧୋଇ ଦେଇଥାଏ। ହଁ ନା ନାଇଁ? ଆମେ ଦେଖିଛେ ଯେ ସମୁଦ୍ରର ଲହଡି ଆସି ଉତ୍କଳ ମାର ଚରଣକୁ ଧୋଇ ଦେଇଥାଏ। ଏଇଠାରେ କିନ୍ତୁ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର କଣ କହିଛନ୍ତି ନା ଏଇ ଯୋଉ ସମୁଦ୍ରର ପବିତ୍ର ଜଳଧାରା ସେ କଣ ଉତ୍କଳ ମାର ସମଗ୍ର ଶରୀରକୁ ଧୋଇ ଦେଇଥାଏ। ବାସ୍ତବରେ କବିଙ୍କର ବର୍ଣ୍ଣନା ଅଦ୍ଭୁତ। ପୁଣି କଣ କହୁଛନ୍ତି ତାଳ ତମାଳ ସୁଶୋ, ଦେଖିବା ଆମେ କଣ କହୁଛନ୍ତି ଦେଖ, ତାଳ ତମାଳ ସୁଶୋଭିତ ତୀରା, ଶୁଭ୍ର ତଟି ନିକୁଳ ଶିଖର ସମୀରା। ତାଳ ତମାଳ, ତାଳ ଆଉ ତମାଳ, ଏଇ ଯୋଉ ପିଲାମାନେ ତ ତାଳ ଆଉ ତମାଳ, ତାଳ କହିଲେ ତ ତମେ ତାଳ ଗଛ ଜାଣିଛ ଗୋଟେ ବୃକ୍ଷ ବିଶେଷ, ତମାଳ ମଧ୍ୟ ସେମିତି ଗୋଟେ ବୃକ୍ଷ। ତାଳ ଆଉ ତମାଳ ଏଇଟା କଣ ନା ଗଛ, ଗଛ। ତାଳ ଆଉ ତମାଳ ଗଛ ଦ୍ଵାରା କିଏ ସୁଶୋଭିତ ନା ଉତ୍କଳ ମା ସୁଶୋଭିତ। ନା ଏଇ ଗଛ ଗୁଡିକ କୋଉଠି ରହିଥାଏ ନା ସମୁଦ୍ର ତୀରରେ, ସମୁଦ୍ର କୂଳରେ ଏଇ ଗଛ ଗୁଡିକ କଣ ନା ସୁଶୋଭିତ। ତାହେଲେ ବାସ୍ତବରେ ପୁଣି କବି କଣ ବର୍ଣ୍ଣନା କରୁଛନ୍ତି ଶୁଭ୍ର ତଟି ନିକୁଳ ଶିଖର ସମୀରା, ଜନନୀ ଜନନୀ ଜନନୀ। ତାହେଲେ ଶୁଭ୍ର, ଶୁଭ୍ର ମାନେ କଣ, ଶୁଭ୍ର ମାନେ କଣ ବୁଝୁ ପିଲାମାନେ, ଶୁଭ୍ର ମାନେ ସ୍ୱଚ୍ଛ ନିର୍ମଳ। ତାହେଲେ ନିର୍ମଳ ନା କଣ ନିର୍ମଳ ନା ସ୍ୱଚ୍ଛ ଜଳ ଧାରଣ କରିଥିବା ନଦୀ କୂଳରେ ଶିଖର, ଶିଖର ମାନେ କଣ ନା ଜଳ କଣା, ଶିଖର ସମୀରା, ସମୀର, ସମୀର କହିଲେ କଣ ନା ପବନ, ସ୍ୱଚ୍ଛ ଜଳ ଧାରଣ କରିଥିବା ନଦୀ ତଟରେ ଶୀତଳ ପବନ ପ୍ରବାହିତ ହୋଇଥାଏ। ବାସ୍ତବରେ କବି ନିଜେ ଶୀତଳ ପବନ ଦ୍ଵାରା ଖୁସି ଅନୁଭବ କରିଛନ୍ତି, ତେଣୁ କବିତା ମାଧ୍ୟମରେ ମଧ୍ୟ ତାହା
ବର୍ଣ୍ଣନା କରିବା ପାଇଁ ପ୍ରକାଶ କରିବା ପାଇଁ ଭୁଲି ଯାଇ ନାହାନ୍ତି। ତେଣୁ ସ୍ୱଚ୍ଛ ଜଳକୁ ଧାରଣ କରିଥିବା ନଦୀ କୂଳରେ କଣ ନା ଶୀତଳ ପବନ ପ୍ରବାହିତ ହୋଇଥାଏ। ପୁଣି କଣ କହୁଛନ୍ତି କବି ଦେଖିବା, ଘନ ଘନ ବନ ଭୂମି ରାଜିତ ଅଙ୍ଗେ ନୀଳ ଭୂଧର ମାଳା ସାଜେ ତରଙ୍ଗେ। ତାହେଲେ ଘନ ଘନ ବନଭୂମି, ଏ ଉତ୍କଳ କଣ ନା ଘଞ୍ଚ ବନଭୂମିରେ ପରିଶୋଭିତ। ଏଇ ଉତ୍କଳ ମାର ଶରୀର ଘଞ୍ଚ ବନଭୂମିରେ ପରିଶୋଭିତ। ପୁଣି କଣ ନା ନୀଳ ଭୂଧର ମାଳା ସାଜେ ତରଙ୍ଗେ। ଭୂଧର, ଭୂଧର କହିଲେ କଣ ଯେ ଭୂମିକୁ ଧାରଣ କରିଥାଏ, ଅର୍ଥାৎ ପାହାଡ ଶୈଳ। ତାହେଲେ ନୀଳ ପର୍ବତମାଳା, ପର୍ବତ ଗୁଡିକ ଉଚ୍ଚା ଉଚ୍ଚା, ସତେ ଯେମିତି ଆକାଶକୁ ଛୁଇଁଲା ଭଳି ଅନୁଭବ ହୋଇଥାଏ। ତେଣୁ କବି ତାଙ୍କ ବର୍ଣ୍ଣନାରେ କଣ କହୁଛନ୍ତି ନା ନୀଳ ଭୂଧର ମାଳା, ନୀଳ ପର୍ବତମାଳା ଗୁଡିକ କେମିତି ନୀଳ ଭୂଧର ମାଳା ସାଜେ ତରଙ୍ଗେ, ତରଙ୍ଗ ଆକାରରେ ସଜ୍ଜିତ ହେଇକି ଅଛନ୍ତି। ସେ ନୀଳ ପର୍ବତ ଗୁଡିକ କେମିତି ନା ତରଙ୍ଗ ଆକାରରେ ସୁସଜ୍ଜିତ ଅବସ୍ଥାରେ ରହିଥିବାର କବି ଲକ୍ଷ୍ୟ କରିଛନ୍ତି। ପୁଣି କଣ କହୁଛନ୍ତି ଦେଖିବା, ଆମେ କବିତା ଭିତରକୁ ପ୍ରବେଶ କରିବା। କଳ କଳ ମୁଖରିତ ଚାରୁ ବିହଙ୍ଗେ ଜନନୀ ଜନନୀ ଜନନୀ। ତାହେଲେ କଳ କଳ, ତାହେଲେ କଳ କଳ ମୁଖରିତ ଚାରୁ ବିହଙ୍ଗ, ବିହଙ୍ଗ କହିଲେ କଣ ନା ପକ୍ଷୀ। ସେ ପକ୍ଷୀ ମାନଙ୍କର କଳ କଳ ମୁଖରିତ ଧ୍ୱନିରେ, ପକ୍ଷୀ ମାନଙ୍କର କଣ ନା କଳ କଳ ମୁଖରିତ ଧ୍ୱନିରେ ଏ ଉତ୍କଳ ଜନନୀଙ୍କର ଆକାଶ ସୁନ୍ଦର ଭାବରେ ମୁଖରିତ ହେଉଥାଏ। ଉତ୍କଳ ମା ସେଇ ସୁନ୍ଦର ପକ୍ଷୀ ମାନଙ୍କର ରାବରେ ସତେ ଯେମିତି ଚଳଚଞ୍ଚଳ ହୋଇ ଉଠିଥାଏ। ପୁଣି କଣ କହିଛନ୍ତି କବି ଦେଖିବା, ତାଙ୍କ କବିତାରେ କଣ ବର୍ଣ୍ଣନା କରିଛନ୍ତି। ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ର ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ର ଯୋଗୀ ଋଷି ଗଣ ଉଟଜ ପବିତ୍ର ଜନନୀ ଜନନୀ ଜନନୀ। ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ର, ଏ ଯୋଉ ଶାଳୀ, ଶାଳୀ ଶବ୍ଦର ଅର୍ଥ କଣ ବୋଲେ, ଶାଳୀ ଶବ୍ଦର ଅର୍ଥ କଣ ନା ଶାଳୀ ହଉଛି ଗୋଟେ ପ୍ରକାର ଧାନ। ଆଗରୁ ସବୁ ଏଇ ଭଦ୍ରକ ବାଲେଶ୍ୱର ଏଇ ଅଞ୍ଚଳରେ କଣ ନା ଶାଳିଆ ଧାନ ବା ଶାଳୀ ଧାନ, ତାକୁ ପ୍ରଚୁର ପରିମାଣରେ ଲୋକମାନେ କଣ ଉତ୍ପାଦନ କରୁଥିଲେ। ତେଣୁ ସେଇ ସମୟର ବର୍ଣ୍ଣନା ଇଏ। ତେଣୁ ସୁନ୍ଦର ଶାଳୀ, ଶାଳୀ ଧାନ କ୍ଷେତର ଯୋଉ ଶୋଭା, ସୁଶୋଭିତ କ୍ଷେତ୍ରା, କ୍ଷେତ୍ରା କହିଲେ କଣ ନା କ୍ଷେତ। ତାହେଲେ ସେ ଶାଳୀ ଧାନରେ ପରିପୂର୍ଣ୍ଣ, ସେଇ ଶାଳୀ ଧାନରେ ପରିପୂର୍ଣ୍ଣ କ୍ଷେତ ଗୁଡିକ ସତରେ ଦେଖିବା ପାଇଁ ଅତି ସୁନ୍ଦର ଅନୁଭବ ହଉଥିଲା। ଅର୍ଥାତ୍ ଉତ୍କଳର ଶସ୍ୟ କ୍ଷେତ୍ର ଗୁଡିକ ସୁନ୍ଦର ଧାନ କ୍ଷେତରେ ପରିପୂର୍ଣ୍ଣ ବୋଲି କବି ବର୍ଣ୍ଣନା କରିଛନ୍ତି। ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଏବଂ ତାଙ୍କର ଚକ୍ଷୁ ଜ୍ଞାନ ବିଜ୍ଞାନ ପ୍ରଦର୍ଶନରେ ଉଦ୍ଭାସିତ। କବି କଣ ବର୍ଣ୍ଣନା କରୁଛନ୍ତି ନା ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା। ଜ୍ଞାନ ବିଜ୍ଞାନ, ତାଙ୍କର ଚକ୍ଷୁ ସଦାସର୍ବଦା କଣ ନା ଜ୍ଞାନ ବିଜ୍ଞାନ ପ୍ରଦର୍ଶନରେ ଉଦ୍ଭାସିତ। ଯୋଗୀ ଋଷିଗଣ ଉଟଜ ପବିତ୍ରା। ଉଟଜ, ଉଟଜ ଶବ୍ଦର ଅର୍ଥ କଣ ନା ଯେତେବେଳେ ସବୁ ମୁନି ଋଷି ମାନେ ଅରଣ୍ୟରେ ବାସ କରୁଥିଲେ, ସେଇ ସମୟରେ କଣ ନା ପତ୍ର କୁଡିଆ ସେମାନେ ତିଆରି କରୁଥିଲେ। ଉଟଜ, ଉଟଜ ମାନେ କଣ ଏଠି କୁଡିଆ, ପର୍ଣ୍ଣ କୁଟୀର। ଉଟଜ କୋଉଠି ଅଛି ଉଟଜ ଦେଖିପାରିଲ, ଉଟଜ। ତାହେଲେ ଉଟଜ ମାନେ କଣ ନା କୁଡିଆ। ଯୋଗୀ ଋଷି ଗଣ ଉଟଜ ପବିତ୍ରା, ତାହେଲେ ଯେଉଁ ଦେଶରେ କଣ ନା ଯୋଗୀ ଋଷି ଗଣ ମାନଙ୍କର ଜନ୍ମ ଏବଂ ସେଇ ଯୋଗୀ ଋଷିଙ୍କର କୁଟୀର ଦ୍ଵାରା ଏଇ ଉତ୍କଳ ମା ପବିତ୍ର। ଠିକ ଅଛି, ବୁଝା ପଡୁଛି। ତାହେଲେ କଣ ନା ଉତ୍କଳର ଶସ୍ୟ କ୍ଷେତ ସୁନ୍ଦର ଧାନରେ ପରିପୂର୍ଣ୍ଣ, ତାଙ୍କର ଚକ୍ଷୁ ଜ୍ଞାନ ବିଜ୍ଞାନ ପ୍ରଦର୍ଶନରେ ଉଦ୍ଭାସିତ। ବହୁ ଯୋଗୀ ଋଷିଙ୍କର କୁଟୀର ଦ୍ଵାରା ଉତ୍କଳ ମା ପବିତ୍ର। ଆଗକୁ ଯିବା, ପୁଣି କଣ କହୁଛନ୍ତି,
ସୁନ୍ଦର ମନ୍ଦିର ମଣ୍ଡିତ ଦେଶା ଚାରୁ କଳା ବଳି ଶୋଭିତ ବେଶା ପୁଣ୍ୟ ତୀର୍ଥ ଚୟ ପୁଣ୍ୟ ପ୍ରଦେଶା ଜନନୀ ଜନନୀ ଜନନୀ। ଏଇଭଳି ଭାବରେ କବି ବାରମ୍ବାର ଉତ୍କଳ ମାର ପଦ ବର୍ଣ୍ଣନା କରିଛନ୍ତି। ସୁନ୍ଦର ମନ୍ଦିର ମଣ୍ଡିତ ଦେଶା, ତୁମେମାନେ କବିତାର ପ୍ରତିଟି ଲାଇନ ପ୍ରତି ଧ୍ୟାନ ଦେବ। ଯାହା ବି ହଉ, ସୁନ୍ଦର ମନ୍ଦିର ମାନଙ୍କରେ କଣ ନା ଉତ୍କଳ ଭୂମି ବିମଣ୍ଡିତା। ତୁମେ ମାନେ ଦେଖିବ ଯେ ପ୍ରକୃତରେ ଏ ଉତ୍କଳର ଯୋଉ ସ୍ଥାନକୁ ତମେ ଯିବ ସବୁଠି ମନ୍ଦିର ଗୁଡିକ ଶୋଭା ପାଇଥାନ୍ତି। ଯାଜପୁର ଗଲେ ବିରଜା କ୍ଷେତ୍ର, ପୁରୀ ଆସିଲେ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ସମ୍ବଲପୁର ସମଲେଶ୍ୱରୀ ମନ୍ଦିର, ଅନେକ ତମେ ଯୋଉ ଜାଗାକୁ ଯିବ ସବୁଠି କଣ ନା ମନ୍ଦିର ମାନେ ବିମଣ୍ଡିତ, ମନ୍ଦିର ଗୁଡିକ ଶୋଭିତ। ତେଣୁ କବି କଣ ବର୍ଣ୍ଣନା କରୁଛନ୍ତି ନା ଏ ଉତ୍କଳ ହଉଛି କଣ ନା ମନ୍ଦିର ମାନଙ୍କ ଦ୍ଵାରା ଶୋଭିତ କ୍ଷେତ୍ର। ଠିକ ଅଛି, ମନ୍ଦିର ମାନଙ୍କ ଦ୍ଵାରା ଏଇ ଉତ୍କଳ ଭୂମି ବିମଣ୍ଡିତା, ସୁସଜ୍ଜିତା। କବିଙ୍କର ବୋଧେ ଲିଙ୍ଗ ଜ୍ଞାନ ପ୍ରାଞ୍ଜଳ ଭାବରେ ରହିଥିଲା। ଉତ୍କଳ ମାଙ୍କୁ ସମ୍ବୋଧନ କରି ଏଠାରେ ସେ ନିଜର କାବ୍ୟିକ ଚତୁରତା ପରିପ୍ରକାଶ କରିପାରିଛନ୍ତି। ଯାହା ବି ହଉ, ପୁଣି ସେ କଣ କହୁଛନ୍ତି ନା ଦେଖିବା ବିଷୟକୁ ଯିବା ବର୍ତ୍ତମାନ। ପୁଣି ଚାରୁ କଳା ବଳି ଶୋଭିତ ବେଶା, ଚାରୁ ସୁନ୍ଦର ମାନେ ସୁନ୍ଦର କଳାକୃତି ଗୁଡିକ ଏଇ ଓଡିଶା ମନ୍ଦିର ଗାତ୍ରରେ ଦେଖିବାକୁ ମିଳେ। ଉତ୍କଳର କାରୁକାର୍ଯ୍ୟ, କଳା, ସ୍ଥପତି ଯାହାବି ସବୁଥିରେ କଣ ନା ଉତ୍କଳ ଶ୍ରେଷ୍ଠ, ଉତ୍କଳ ଉତ୍କୃଷ୍ଟ। ତେଣୁ କବି କଣ ବର୍ଣ୍ଣନା କରୁଛନ୍ତି ନା କବି କହୁଛନ୍ତି ଯେ ତାଙ୍କର ବେଶ ଚାରୁକଳା ଦ୍ଵାରା ସୁଶୋଭିତ, ଚାରୁକଳା ଦ୍ଵାରା ବିମଣ୍ଡିତ, ଚାରୁକଳା ଦ୍ଵାରା ସୁସଜ୍ଜିତ। ପୁଣି କଣ କହୁଛନ୍ତି ନା ଦେଖିବା ପୁଣ୍ୟ ତୀର୍ଥଚୟ ପୁଣ୍ୟ ପ୍ରଦେଶ, ପୁଣ୍ୟ ତୀର୍ଥଚୟ ତୀର୍ଥଚୟ। ଏଇଟା ଟିକେ ପିଲାମାନେ କଷ୍ଟ ଅଛି, ଦେଖିବ କଷ୍ଟ ତ କିଛି ନୁହେଁ, ସବୁ ଜିନିଷ ର ଅର୍ଥ ଜାଣିଲେ ସବୁ ସହଜ ମନେ ହୁଏ। ପୁଣ୍ୟ ତୀର୍ଥଚୟ ପୁଣ୍ୟ ପ୍ରଦେଶା, ତାହେଲେ ପୁଣ୍ୟ ତୀର୍ଥଚୟ ମାନେ କଣ ଓଡିଶାରେ ଅନେକ ତୀର୍ଥ କ୍ଷେତ୍ର ସବୁ ରହିଛି। ଅର୍ଥାତ୍ ଏଇ ଉତ୍କଳ ପ୍ରଦେଶ ଅନେକ ଗୁଡିଏ ପୁଣ୍ୟ ତୀର୍ଥରେ ପରିପୂର୍ଣ୍ଣ ବୋଲି କବି ବର୍ଣ୍ଣନା କରିଛନ୍ତି ତାଙ୍କ କବିତା ମାଧ୍ୟମରେ। ପୁଣି କଣ କହୁଛନ୍ତି ଦେଖିବା ଉତ୍କଳ ସୁରବର ଦର୍ପିତ ଗେହା ହରିକୁଳ ଶୋଣିତ ଚର୍ଚିତ ଦେହା ବିଶ୍ୱଭୂମଣ୍ଡଳ କୃତବର ସ୍ନେହା ଜନନୀ ଜନନୀ ଜନନୀ। ଉତ୍କଳ ସୁରବର, ଏ ଉତ୍କଳ ସୁର ମାନେ କଣ ନା ବୀର, ବର ମାନେ ଶ୍ରେଷ୍ଠ, ବର ଶବ୍ଦର ଅର୍ଥ କଣ ବୀର ଶ୍ରେଷ୍ଠ। ଠିକ ଅଛି, ଉତ୍କଳ ସୁର ବର। ଦର୍ପିତ ଗେହା, ଗେହା ଶବ୍ଦର ଅର୍ଥ କଣ ନା ଘର, ଗୃହ। ଅରିକୁଳ, ଅରି ମାନେ କଣ ନା ଶତ୍ରୁ, ଶତ୍ରୁକୁଳ, ଶତ୍ରୁ ବଂଶ। ଶୋଣିତ ଚର୍ଚିତ ଦେହା ବିଶ୍ୱଭୂମଣ୍ଡଳ କୃତବର। ଏଠି କୃତବର ଟିକେ କଷ୍ଟ ଆସିଛି। କୃତବର ମାନେ ଆମେ କଣ ବୁଝିବା ନା ବିଦ୍ୱାନ, ଯୋଉମାନେ ଜ୍ଞାନୀ ଗୁଣୀ। ଠିକ ଅଛି, ତାହେଲେ ଦେଖିବା ଉତ୍କଳ ସୁରବର ଦର୍ପିତ ଗେହା ଅରିକୁଳ ଶୋଣିତ ଚର୍ଚିତ ଦେହା ବିଶ୍ୱଭୂମଣ୍ଡଳ କୃତବର ସ୍ନେହା ଜନନୀ ଜନନୀ ଜନନୀ। କବି ବାରମ୍ବାର ଉତ୍କଳ ମାର ପଦ ବର୍ଣ୍ଣନା କରିଛନ୍ତି, ଜନନୀ ଜନନୀ ସମ୍ବୋଧନ କରିଛନ୍ତି। ବାସ୍ତବରେ ଏଇଥିରୁ ଜଣାପଡେ ଯେ ସେ ଉତ୍କଳ ମାଟିକୁ, ତାଙ୍କର ଜନ୍ମଭୂମିକୁ କେତେ ପରିମାଣରେ ଭଲ ପାଉଥିଲେ। ତେଣୁ ସେ କଣ ବର୍ଣ୍ଣନା କରିଛନ୍ତି ନା ସୁର, ସୁର ମାନେ କଣ ନା ବୀର, ଅନେକ ବୀର ମାନଙ୍କର, ଅନେକ ଯୋଦ୍ଧା ମାନଙ୍କର ବାସଭୂମି ଉତ୍କଳ ଥିଲା। କାରଣ ଏଇ ଉତ୍କଳ ତ ସମସ୍ତେ ଜାଣିଛ ପାଇକ ବୀର, ଯେଉଁମାନେ ଯୁଦ୍ଧ କରିବାକୁ ସଦାସର୍ବଦା ଆଗଭର ଥିଲେ, ପଛଘୁଞ୍ଚା ଦେଉନଥିଲେ। ତେଣୁ କବି ଏଠାରେ ପରୋକ୍ଷ ଭାବରେ ପାଇକ ବୀର ମାନଙ୍କର ଜୟଗାନ କରିଛନ୍ତି। ବହୁ ବୀର ଏବଂ ଯୋଦ୍ଧା ମାନଙ୍କର ବାସଭୂମି ଉତ୍କଳ ଥିଲା ବୋଲି ତାଙ୍କ କବିତା ମାଧ୍ୟମରେ ସେ ବର୍ଣ୍ଣନା କରିଛନ୍ତି କବିତା ଛଳରେ। ପୁଣି କଣ କହୁଛନ୍ତି ନା ଶତ୍ରୁ ମାନଙ୍କର ରକ୍ତରେ ଉତ୍କଳ ଜନନୀଙ୍କ ଦେହ ଅନୁରଞ୍ଜିତ ଥିଲା। ନା ଶତ୍ରୁ ମାନଙ୍କର ରକ୍ତରେ, ଅରିକୁଳ ଶତ୍ରୁ ବଂଶ, ଶୋଣିତ ଚର୍ଚିତ ଅର୍ଥାତ୍ ଶତ୍ରୁ ମାନଙ୍କର କଣ ନା ରକ୍ତରେ
ଅନୁରଞ୍ଜିତ ଥିଲା। ଏ ଉତ୍କଳ ମାର ଶରୀର ଦେହା, ଦେହକୁ ଏଠାରେ ସ୍ତ୍ରୀଲିଙ୍ଗ ଭାବରେ ଦେହା ବୋଲି ସେ କହିଛନ୍ତି, ଦେହା, କାରଣ ଉତ୍କଳ ଜନନୀ, ତେଣୁ ଏଠାରେ ସେ ଦେହା ବୋଲି ବ୍ୟବହାର କରିଛନ୍ତି। ଶତ୍ରୁ ମାନଙ୍କର ରକ୍ତରେ ଉତ୍କଳ ଜନନୀଙ୍କର ଦେହ ଅର୍ଥାତ୍ ଶରୀର ମଧ୍ୟ ସେ ରକ୍ତରେ ଅନୁରଞ୍ଜିତ ଥିଲା। ବିଶ୍ୱ ଭୂମଣ୍ଡଳ କୃତବର ସ୍ନେହା, ଏ ବିଶ୍ୱର ଏ ସମଗ୍ର ବିଶ୍ୱର ଯୋଉମାନେ କୃତବର, ଯୋଉମାନେ ବିଦ୍ୱାନ, ଯୋଉମାନେ ଜ୍ଞାନୀ, ଯୋଉମାନେ ଗୁଣୀ, ସମସ୍ତଙ୍କୁ କଣ ନା ଏ ଉତ୍କଳ ମା କଣ କରିଥାଏ ନା ସ୍ନେହ ଦେଇଥାଏ, ସମସ୍ତଙ୍କୁ ସମ୍ମାନ ଜଣାଇଥାଏ। ସମଗ୍ର ବିଶ୍ୱରେ ଓଡ଼ିଶାର ଯିଏ ଗୁଣୀ, ଓଡ଼ିଶାର ଜ୍ଞାନୀ, ଓଡ଼ିଶାର ବିଦ୍ୱାନ ମାନଙ୍କୁ ସେ ସର୍ବଦା ସମ୍ମାନ ଦେଇଥାଏ, ପୂଜା କରିଥାଏ ଏବଂ ସ୍ନେହ କରିଥାଏ। ତାହେଲେ ଏଇଭଳି ଭାବରେ କବି, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ବାରମ୍ବାର ଉତ୍କଳ ମାତାର ପଦ ବନ୍ଦନା କରିଛନ୍ତି। ଚରଣ ବନ୍ଦନା କରି ସେ ତାଙ୍କ ମନରେ ଯୋଉ ଥିବା ଜାତୀୟତା ବୋଧକୁ, ଦେଶାତ୍ମ ବୋଧକୁ ତାଙ୍କ କବିତା ମାଧ୍ୟମରେ ସେ ପ୍ରସ୍ଫୁଟିତ କରିପାରିଛନ୍ତି। ଶେଷ ପଂକ୍ତିକୁ ଦେଖିବା କଣ ରହିଛି। କବିକୁଳ ମୌଳି ସୁନନ୍ଦନ ବନ୍ଦ୍ୟା, ଭୁବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା, ଧନ୍ୟେ ପୁଣ୍ୟେ ଚିର ଶରଣ୍ୟେ ଜନନୀ ଜନନୀ ଜନନୀ। ତାହେଲେ କବିକୁଳ ମୌଳି, ମୌଳି ଶବ୍ଦର ଅର୍ଥ କଣ? ମୁକୁଟ। ତାହେଲେ ବାସ୍ତବରେ ଆମେ ଦେଖିବା ଯେ ଏ ଉତ୍କଳ ମାଟିରେ କଣ ନା ଅନେକ କବି ତାଙ୍କର କୃତି, ତାଙ୍କର ଲେଖା ଆମକୁ ଦେଇ ଯାଇଛନ୍ତି। ଅନେକ କବି ଯଦି ଆମେ ଦେଖିବା ଯେ ପ୍ରକୃତରେ ଯଦିଓ ଏ ଉତ୍କଳ ମାଟି ଯୋଗୀ ଋଷି ମାନଙ୍କର କୁଟୀର ଦ୍ୱାରା ପବିତ୍ର, ପୁଣି ମନ୍ଦିର ମାନଙ୍କ ଦ୍ୱାରା ବିମଣ୍ଡିତ, ଚାରୁକଳ ଦ୍ୱାରା ସୁସଜ୍ଜିତ, ପୁଣ୍ୟ ତୀର୍ଥରେ ଉତ୍କଳ ପ୍ରଦେଶ ପରିପୂର୍ଣ୍ଣ, ବୀର ଯୋଦ୍ଧା ମାନଙ୍କର ବାସଭୂମି ଉତ୍କଳ। କେବଳ ଏତିକି ନୁହେଁ, ଏଠାରେ ମହାନ କବି ଓ ସୁପୁତ୍ର ମାନଙ୍କ ଦ୍ୱାରା ଉତ୍କଳ ଜନନୀ କଣ ନା ବନ୍ଦନୀୟ। ଅନେକ କବି ଏଇ ଓଡ଼ିଶା ମାଟିରେ ଜନ୍ମଗ୍ରହଣ କରିଛନ୍ତି। ପୁଣି ସେ କଣ କହିଛନ୍ତି ନା ଦେଖିବା, ଭୁବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା, ତାଙ୍କର ଯୋଉ କୀର୍ତ୍ତି ନା ଭୁବନ ବିଘୋଷିତ, ସାରା ବିଶ୍ୱରେ ପ୍ରଚାରିତ, ତାଙ୍କର କୀର୍ତ୍ତି ପ୍ରଶଂସନୀୟ ଏବଂ ସେଇ ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ୱରେ ପ୍ରଚାରିତ। ସେଇଥିପାଇଁ ତ କବି କଣ କହୁଛନ୍ତି ନା ଧନ୍ୟେ ପୁଣ୍ୟେ ଚିର ଶରଣ୍ୟେ। ତାହେଲେ ସେ କଣ କହୁଛନ୍ତି ନା କହୁଛନ୍ତି ସେଇଥିପାଇଁ ସେ ଧନ୍ୟା। ଉତ୍କଳ ମା କୋଉଥିପାଇଁ ଧନ୍ୟା ନା ସେଇଥିପାଇଁ ନା ଧନ୍ୟା, ପୁଣି କଣ ନା ପୁଣ୍ୟା, ପୁଣ୍ୟବତୀ ସେ ଏବଂ ଶରଣ୍ୟ ବୋଲି କବି କହିଛନ୍ତି। ସର୍ବଦା ସେ କଣ ନା ଶରଣଦାତ୍ରୀ। ଏଇଭଳି ଭାବରେ ଉତ୍କଳ ମା ଆମର ଚିର ନମସ୍ୟା, ଚିର ବନ୍ଦନିଆ, ଚିର ପୂଜନିଆ, ଚିର ନମନିଆ। ତେଣୁ ଯଦି ଆମେ କହିବା ଏଇଠି ନା ଉତ୍କଳ ମାର ସେ ସଦା ସର୍ବଦା ବନ୍ଦନା କରିଛନ୍ତି। ଉତ୍କଳର ଯୋଉ ପ୍ରାକୃତିକ ପରିବେଶ ଥିଲା, ସେ ପରିବେଶକୁ ମଧ୍ୟ ତାଙ୍କ କବିତା ମାଧ୍ୟମରେ ଯଥାର୍ଥ ଭାବରେ ପ୍ରତିପାଦନ କରିଛନ୍ତି। ଉତ୍କଳର କଳାକୃତିକୁ, ବୀର ମାନଙ୍କର ଯୁଦ୍ଧ କୌଶଳକୁ, ଓଡ଼ିଶାର ଜ୍ଞାନୀ ଗୁଣୀ ବିଦ୍ୱାନ ସମସ୍ତଙ୍କୁ ସେ ତାଙ୍କ କବିତା ମାଧ୍ୟମରେ ବର୍ଣ୍ଣନା କରିପାରିଛନ୍ତି। ବାସ୍ତବରେ ଏଇ କବିତାର ସମୀକ୍ଷା କରିବା କଷ୍ଟକର, କାରଣ କବି କଣ ନା ପ୍ରଥମେ ଯୋଉ ପ୍ରକୃତି ପରିଶୋଭିତ ଉତ୍କଳ ଜନନୀଙ୍କର ସୁନ୍ଦର ହସରୁ ସେ ଆରମ୍ଭ କରିଛନ୍ତି, ତାଙ୍କର ଭାଷା ସୁନ୍ଦର କହିଛନ୍ତି। ପୁଣି କଣ ନା ସମୁଦ୍ର, ନଦୀ, ବୃକ୍ଷରାଜି, ଘଞ୍ଚ ଅରଣ୍ୟ, ନଦୀ କୂଳରେ ପ୍ରବାହିତ ହେଉଥିବା ଶୀତଳ ପବନ, ନୀଳ ପର୍ବତ କଥା, ପକ୍ଷୀ ମାନଙ୍କର କଳରବ ଧ୍ୱନି, ଉତ୍କଳର ଶସ୍ୟ କ୍ଷେତ୍ର, ତାପରେ କଣ ନା ଜ୍ଞାନ ବିଜ୍ଞାନ,
ଯୋଗୀ ଋଷି ମାନଙ୍କର ଗାଥା, ପୁଣି କଣ ନା ମନ୍ଦିର, ଓଡ଼ିଶାର ଚାରୁକଳା, ତୀର୍ଥ ଗୁଡିକର ବିଷୟରେ କବି ପୁଣି ବର୍ଣ୍ଣନା କରିଛନ୍ତି। ବୀର ମାନଙ୍କର ଗାଥାକୁ ମଧ୍ୟ ପରୋକ୍ଷରେ ବର୍ଣ୍ଣନା କରିଛନ୍ତି ଏବଂ ଜ୍ଞାନୀ ଗୁଣୀ ବିଦ୍ୱାନ ମାନଙ୍କର କଥା ବର୍ଣ୍ଣନା କରାଯାଇଛି କବିତା ମାଧ୍ୟମରେ। କବି ମାନଙ୍କର କଥା ବର୍ଣ୍ଣନା କରାଯାଇଛି। ବାସ୍ତବରେ ସମସ୍ତଙ୍କର ସେ ଅତି ସଂକ୍ଷିପ୍ତ ଭାବରେ, ପ୍ରାଞ୍ଜଳ ଭାବରେ ବନ୍ଦେ ଉତ୍କଳ ଜନନୀ କବିତାରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ବାସ୍ତବରେ ତାଙ୍କର ଯୋଉ କାବ୍ୟିକ କ୍ଷମତା ପ୍ରଶଂସନୀୟ। ଆମେ ସୂଚନାକୁ ଛାଡ଼ି ଦେଇଥିଲି, ଯାହାର ଯଦି ସନ୍ଦେହ କିଛି ଥାଏ ଏ ସୂଚନାକୁ ଭଲ ଭାବରେ ପଢି ନେବ, ଯାହା ଫଳରେ ତୁମେ ମାନେ ପ୍ରାଞ୍ଜଳ ହୋଇପାରିବ। ଏଠି ମୁଁ କହୁଥିଲି କୃତବର, କୃତବର ମାନେ କଣ ନା ବିଦ୍ୱାନ, ଠିକ ଅଛି। କୃତବର ମାନେ କଣ କବି କୂଳ, କବି ଅଂଶ, ମୌଳି ମୁଁ କହିଥିଲି ମୁକୁଟ, ଠିକ ଅଛି। କବି ମୌଳି ମାନେ କଣ ନା ମୁକୁଟ। ତାପରେ ବନ୍ଦ୍ୟା, ବନ୍ଦ୍ୟା ଶବ୍ଦର ଅର୍ଥ କଣ ନା ବନ୍ଦନିଆ। ଆଉ କଣ ଚିର ଶରଣ୍ୟ, ସବୁଦିନ ପାଇଁ ଶରଣ ପ୍ରଦାନ କରୁଥିବା। ତେଣୁ ମୁଁ ତ ପିଲାମାନେ ତୁମମାନଙ୍କୁ ସଂକ୍ଷେପରେ କହିଲି। ବିସ୍ତୃତ ଭାବରେ ଯଦି ଆମେ ବୁଝିବା ଏହାର ଅର୍ଥ ଆହୁରି ବ୍ୟାପକ ରହିଛି। କେବଳ ସଂକ୍ଷେପରେ ଏତିକି, ଯଦି ବ୍ୟାପକ ଭାବରେ କୁହାଯିବ ଆହୁରି ହୃଦୟସ୍ପର୍ଶୀ ଏହାର ଅନ୍ତରର ତତ୍ଵ ଗୁଡିକ, ଅନ୍ତରର ଚିନ୍ତନ ଗୁଡିକ, କବିଙ୍କର ଭାବନା ସତରେ ବୁଝିବା ବଡ କଷ୍ଟକର। ତେଣୁ ଆଶା କରୁଛି ଆଉ ବିଳମ୍ବ ନ କରି ତୁମେ ପ୍ରତିଦିନ ଯୋଉ ସାହିତ୍ୟର ପଦ୍ୟ, ଗଦ୍ୟ, ବ୍ୟାକରଣ ରହିଛି, ଆମେ ଗୋଟେ ଗୋଟେ ବିଷୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା। ତମମାନଙ୍କର ସନ୍ଦେହ ମଧ୍ୟ ଦୂର କରିବା ମୁଁ ଚେଷ୍ଟା କରିବି। ଆଜି ମୋର ପ୍ରଥମ କ୍ଲାସ, ଯଦି ମୁଁ କହିବାରେ ମଧ୍ୟ ଆଜି କିଛି ଭୁଲ ରହିଯାଇଛି ବୋଲି ମୁଁ ଅନୁଭବ କରୁଛି, କାରଣ କହିବାର ଅଭ୍ୟାସ ରୁ ମୁଁ ବିଚ୍ୟୁତ ଥିଲି। ଯଦି କିଛି ତ୍ରୁଟି ରହିଥାଏ, ଏବଂ ମୋର ତ ସ୍ୱର, ଲୟ, ତାଳ ଏସବୁ ବିଷୟରେ ବିଶେଷ ଜ୍ଞାନ ନାହିଁ, ମୁଁ ଅଜ୍ଞାନ। ତେଣୁ ନିଜେ ଠିକ ଭାବରେ ବୁଝିପାରୁଥିବ କି ମୁଁ କଣ କହିବା ପାଇଁ ଚାହୁଁଛି। ତେଣୁ ଯେଉଁ ସ୍ୱର, ତାଳ, ଲୟର କଥା ହଉ, ଯେଉଁ ଶବ୍ଦ ତତ୍ଵର କଥା ହଉ, ଯଦି ବି କିଛି ମୋ ତରଫରୁ ଭୁଲ ରହିଯାଇଥାଏ, ପିଲାମାନେ ତମେ ତାକୁ ନିଜେ ସୁଧାରି ଆଗକୁ ବଢି ଚାଲିବ। ଆଶା କରୁଛି ଏମିତି ଭଲ ପାଇବା ତମର ରହିଥିବ। ଯୋଉମାନେ ଚ୍ୟାନେଲକୁ ପ୍ରଥମ କରି ଦେଖୁଛ ସେମାନେ ସବସ୍କ୍ରାଇବ କରିବ, ଲାଇକ୍ ଏବଂ କମେଣ୍ଟ ମାଧ୍ୟମରେ ମତେ ଆହୁରି ଆଗକୁ ଯିବାର ପ୍ରେରଣା ଦେବ। ଆଜି ପାଇଁ ଏତିକି, ପୁଣି ଦେଖାହବା ଆଗାମୀ ଭିଡିଓରେ ପୁଣି ଗୋଟେ ନୂଆ ବିଷୟକୁ ନେଇ, ଠିକ ଅଛି। ଆଜି ତ ସମୟ ହେଲାଣି, ତମେ ମାନେ ଯାହା ପ୍ରସ୍ତୁତ କରି ରଖ। ଆଜି ପାଇଁ ତମର ହୋମ ଟାସ୍କ ହଉଛି କଣ ନା ତମେ କବି ପରିଚୟକୁ ଭଲ ଭାବରେ ପଢିବ, ତାର ସୂଚନା ଯାହା ରହିଛି ଭଲ ଭାବରେ ପଢିବ। ଏ ଯୋଉ କବିତା ରହିଛି, ଏ କବିତାର ପ୍ରତ୍ୟେକ ପଂକ୍ତିକୁ ତୁମେ ମାନେ ମନେ ରଖିବା ପାଇଁ ଚେଷ୍ଟା କରିବ ଏବଂ ପ୍ରଶ୍ନ ଉତ୍ତର କରିବ। ଯଦିଓ ପ୍ରଶ୍ନ ଉତ୍ତରରେ କିଛି ସନ୍ଦେହ ଆସିଲା, ତାହେଲେ ତୁମମାନେ ମଧ୍ୟ ମତେ ପଚାରି ପାରିବ। ଆଶା କରୁଛି ଯୋଉମାନେ ଦଶମ ଶ୍ରେଣୀରେ ଏ ବିଷୟକୁ ପଢିବ, ସେମାନେ ତ ନବମ ଶ୍ରେଣୀରେ ପଢି ସାରିଛ, ପୁନର୍ଭ୍ୟାସ ହେଇଯିବ। ଏବଂ ଯୋଉମାନେ ଅଷ୍ଟମରୁ ନବମ ଶ୍ରେଣୀକୁ ଆସୁଛ, ଏ ବିଷୟ ପ୍ରତି ତୁମର ଟିକେ ରୁଚି ବଢି ଯାଇଥିବ, ବନ୍ଦେ ଉତ୍କଳ ଜନନୀ। ତେଣୁ ବିଶେଷ କିଛି ଅସୁବିଧା ନାହିଁ ବୋଲି ମୁଁ ଅନୁଭବ କରୁଛି। ତେଣୁ ଆଜି ପାଇଁ ଏତିକି, ପୁଣି ଦେଖାହବା ଆଗାମୀ ଭିଡିଓରେ ନୂଆ ବିଷୟକୁ ନେଇ। ସମସ୍ତେ ପିଲାମାନେ ମତେ ଧୈର୍ଯ୍ୟର ସହିତ ଆଜି ଶୁଣିଥିବାରୁ ଆଉ ତୁମମାନଙ୍କର ଭଲ ପାଇବା ମୋ ସହିତ ଥିବାରୁ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଇ ଆଜିର କ୍ଲାସକୁ ଏତିକିରେ ସମାପନ କରୁଛି।